ଇଣ୍ଟରନେଟ୍ରେ ନିଆଁ ଲଗାଇଲା ୟାମାଲଙ୍କ ପୋଷ୍ଟ। ଚଳିତ ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍କୁ ପହଞ୍ଚାଇବାରେ ଏହାର ଯୁବ ତାରକା ଲାମିନେ ୟାମାଲଙ୍କ ବଡ଼ ଭୂମିକା ରହିଥିଲା। ତାଙ୍କର ଚମତ୍କାରିତା ଯୋଗୁଁ ଲୋରେଜା ଦଳ 2-0 ଗୋଲରେ ଫ୍ରାନ୍ସକୁ ମାତ ଦେଇ ଦ୍ୱିତୀୟ ଥର ବିଶ୍ୱକପ୍ ଫାଇନାଲ ସ୍ଥାନ ପକ୍କା କରିଥିଲା। ଏହି ବିଜୟ ପରେ ୟାମାଲ ଘୋଷଣା କରିଛନ୍ତି ଯେ ନ୍ୟୁୟର୍କରେ ଟ୍ରଫି ମୁକାବିଲା ଲାଗି ପ୍ରସ୍ତୁତ। ସେ ନିଜ ଇନଷ୍ଟାଗ୍ରାମରେ ବିଜୟ ଉତ୍ସବ ପାଳନ ବେଳର ଏକ ଫଟୋ ପୋଷ୍ଟ କରି ଏହାର ଶିରୋନାମାରେ ଲେଖିଛନ୍ତି, ନୁଏଭା ୟୋଲ ଭାମ୍ସେ ପୋର୍ଟି। ଏହାର ଅର୍ଥ ହେଲା, ନ୍ୟୁୟର୍କ, ଆମେ ତୁମ ପାଇଁ ଆସୁଛୁ। ଏହା ପୋଷ୍ଟ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ସ୍ପେନ୍ର ପ୍ରାରମ୍ଭ ଏକାଦଶରେ ଦୁଇ ଜଣ ସ୍ୱଳ୍ପ ବୟସ୍କ ଖେଳାଳି ୟାମାଲ ଓ ପାଓ କୁର୍ବାଟ୍ସି ଥିଲେ। ଉଭୟଙ୍କ ବୟସ ମାତ୍ର 19 ବର୍ଷ। ଦୁଇ ଜଣ ଯୁବ ବୟସ୍କ ଖେଳାଳି ସେମିଫାଇନାଲରେ ପ୍ରାରମ୍ଭିକ ଏକାଦଶରେ ଗୋଟିଏ ଦଳରେ ରହିବ। ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଥିଲା। ଉଲ୍ଲେଖଯୋଗ୍ୟ ଯେ ସ୍ପେନ୍ ପ୍ରଥମ ଥର 2010ରେ ବିଶ୍ୱକପ୍ ଫାଇନାଲ ଖେଳିଥିଲା ଓ ଟ୍ରଫି ମଧ୍ୟ ଜିତିଥିଲା।